ମାତା ସୀତା ନିଜ ଶକ୍ତି ବଳରେ ରାବଣକୁ ବିନାଶ କରିପାରିଥାନ୍ତେ, କିନ୍ତୁ କାହିଁକି କଲେ ନାହିଁ? ବନ୍ଧୁଗଣ, ମାତା ସୀତାଙ୍କୁ ମା ଲକ୍ଷ୍ମୀଙ୍କର ଅବତାର ବୋଲି କୁହାଯାଇଥାଏ। ସେ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ଭଳି ଶକ୍ତିଶାଳୀ ଅଟନ୍ତି। ସେ ଚାହିଁଥିଲେ ସେହି ସମୟରେ ରାବଣକୁ ବିନାଶ କରିଦେଇଥାନ୍ତେ। ଯେତେବେଳେ ସେ ତାଙ୍କୁ ହରଣ କରିବାକୁ ଆସିଥିଲା, ମାତା ସୀତା ସେ ଚାହିଁଥିଲେ ମଧ୍ୟ ଅଶୋକ ବଟିକାରେ ମଧ୍ୟ ରାବଣକୁ ଭସ୍ମ କରିଦେଇଥାନ୍ତେ, କିନ୍ତୁ ମାତା ସୀତା ଏଭଳି କରିନଥିଲେ କାହିଁକି? ଏହା ପଛରେ କ'ଣ କାରଣ ରହିଛି, ଆସନ୍ତୁ ଜାଣିବା। ମାନ୍ୟତା ଅନୁସାରେ କୁହାଯାଇଛି ଯେ ଯେତେବେଳେ ମାତା ସୀତା ପ୍ରଭୁ ରାମଚନ୍ଦ୍ରଙ୍କୁ ବିବାହ କରି ଶ୍ୱଶୁରାଳୟକୁ ଆସିଲେ, ସେତେବେଳେ ସେ ସର୍ବପ୍ରଥମେ ଋଷି, ମୁନି ଓ ପରିଜନଙ୍କ ପାଇଁ କ୍ଷୀରି ପ୍ରସ୍ତୁତ କରିଥିଲେ ଏବଂ ନିଜ ଶ୍ୱଶୁର ଦଶରଥଙ୍କ ସହିତ ସମସ୍ତଙ୍କୁ କ୍ଷୀରି ପରଷିଥିଲେ। ସେହି ସମୟରେ ଜୋର ପବନ ବହିଲା ଏବଂ ରାଜା ଦଶରଥଙ୍କ କ୍ଷୀରିରେ ଖଣ୍ଡିଏ ଶୁଖିଲା ଘାସ ଆସି ପଡ଼ିଗଲା। ମାତା ସୀତା ସେହି ଘାସଟିକୁ ଦେଖିଥିଲେ, କିନ୍ତୁ ସଭିଙ୍କ ସମ୍ମୁଖରେ କିପରି କାଢ଼ିବେ, ସେହି ଦ୍ୱିଧାରେ ରହିଥିଲେ ଏବଂ ଠିକ୍ ଏହି ସମୟରେ ସେ ସେହି ଘାସ ଖଣ୍ଡିକୁ କ୍ରୋଧିତ ହୋଇ ଦେଖିଥିଲେ ଏବଂ ସେହି ଘାସ ଖଣ୍ଡିକ ବାୟୁରେ ଉଡ଼ିଯାଇ ଜଳି ଭସ୍ମ ହୋଇଗଲା। କିନ୍ତୁ ରାଜା ଦଶରଥ ମାତା ସୀତାଙ୍କର ଏହି ରୂପକୁ ଦେଖି ଜାଣିପାରିଥିଲେ ଯେ ସେ ମାତା ଜଗତ ଜନନୀ। କ୍ଷୀରି ଖାଇ ସାରିବା ପରେ ରାଜା ଦଶରଥ ମାତା ସୀତାଙ୍କୁ ନିଜ କକ୍ଷକୁ ଡାକିଥିଲେ ଏବଂ କହିଥିଲେ, ମା, ମୁଁ ତୁମର ସେହି ଚମତ୍କାର ଦେଖିଛି। ମୁଁ ବର୍ତ୍ତମାନ ବୁଝିପାରିଛି ଯେ ତୁମେ କିଏ। ମୋତେ ଆଜି ତୁମେ ବଚନ ଦିଅ ଯେ ତୁମେ ଆଜି ଯେପରି ଖଣ୍ଡିଏ ଘାସକୁ ଦେଖିଲ, ସେହି ଦୃଷ୍ଟିରେ କାହାକୁ ଦେଖିବ ନାହିଁ। ଏହାପରେ ମାତା ସୀତା ତାଙ୍କର ଶ୍ୱଶୁର ଦଶରଥଙ୍କୁ ବଚନ ଦେଇଥିଲେ। ଯେତେବେଳେ ରାବଣ ମାତା ସୀତାଙ୍କୁ ହରଣ କରିଥିଲା, ସେତେବେଳେ ମାତା ସୀତା ଚାହିଁଥିଲେ ତାକୁ ଭସ୍ମ କରିପାରିଥାନ୍ତେ, କିନ୍ତୁ ରାଜା ଦଶରଥଙ୍କୁ ଦେଇଥିବା ବଚନ କାରଣରୁ ସେ କରିପାରି ନଥିଲେ। ଏହାଛଡ଼ା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ହାତରେ ରାବଣର ମୃତ୍ୟୁ ଲେଖା ହୋଇଥିଲା, ନଚେତ୍ ରାବଣ ମୁକ୍ତି ପାଇନଥାନ୍ତା। ବନ୍ଧୁଗଣ, ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଗୋଟିଏ ଲାଇକ୍ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀରାମ।